ପଶ୍ଚିମବଙ୍ଗ ଉପରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ମଙ୍ଗଳବାର ଦୁର୍ବଳ ହୋଇ ଅବପାତରେ ପରିଣତ ହେବ। ମଙ୍ଗଳବାରଠାରୁ ଏହାର ପ୍ରଭାବ ରହିବନି ଓ ପାଗ ପ୍ରାୟତଃ ଶୁଖୁଲା ରହିବ। 17 ଓ 18 ତାରିଖରେ ବିଶେଷ ବର୍ଷା ନାହିଁ ଓ ଅଳ୍ପ କିଛି ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ। ଆସନ୍ତା 23 ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ। ସୋହା ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ଏହି ପୂର୍ବାନୁମାନ କରିଛନ୍ତି। ଆସନ୍ତା 22 ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ ସଂଲଗ୍ନ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। 23 ତାରିଖ ସୁଦ୍ଧା ଏହା ଲଘୁଚାପରେ ପରିଣତ ହେବ। ଏହା ପ୍ରଭାବରେ ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭାରୀ ବର୍ଷା ହୋଇପାରେ। ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ମଧ୍ୟ ବର୍ଷା ହେବ ବୋଲି ସେ ପୂର୍ବାନୁମାନ କରିଛନ୍ତି। ଗତ 24 ଘଣ୍ଟାରେ ବାଲେଶ୍ୱରରେ ସର୍ବାଧିକ 103 ମିମି ବର୍ଷା ହୋଇଛି। ବାରିପଦାରେ 79, ଦାରିଙ୍ଗିବାଡ଼ିରେ 41, ଢେଙ୍କାନାଳରେ 27 ଓ କେନ୍ଦୁଝରରେ 26 ମିମି ବର୍ଷା ରେକର୍ଡ ହୋଇଛି। ସୋମବାର ସକାଳୁ ନେଇ ସନ୍ଧ୍ୟା ଭିତରେ ଭଦ୍ରକରେ 49 ମିମି, ଯାଜପୁରରେ 25, ଦାରିଙ୍ଗିବାଡ଼ିରେ 10 ଓ ବାଲେଶ୍ୱରରେ 7 ମିମି ବର୍ଷା ହୋଇଛି। ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଯୋଗୁଁ ସୁବର୍ଣ୍ଣରେଖା ଓ ଜଳକା ନଦୀର ଜଳସ୍ତର ବିପଦ ସଂକେତ ପାର କରିଛି। ଜାମଶୋଳା ଘାଟଠାରେ ସୁବର୍ଣ୍ଣରେଖା ନଦୀ ବିପଦ ସଂକେତ ଟପି ଯାଇଛି। ସେହିଭଳି ମଥାନୀ ରୋଡ୍ ବ୍ରିଜ ପାଖରେ ଜଳକା ନଦୀର ଜଳସ୍ତର ବିପଦ ସଂକେତ ଟପି ଯାଇଛି। ବୁଢ଼ାବଳଙ୍ଗ ନଦୀର ଜଳସ୍ତର ମଧ୍ୟ ବଢ଼ୁଛି। ସୋମବାର ସ୍ୱତନ୍ତ୍ର ରିଲିଫ କମିଶନର ଏଆରସି ବାଲେଶ୍ୱର ଜିଲ୍ଲା ସମେତ ମୟୂରଭଞ୍ଜ ଓ ସୁନ୍ଦରଗଡ଼ର ସ୍ଥିତି ସମୀକ୍ଷା କରିଛନ୍ତି। ବାଲେଶ୍ୱରରେ 10ଟି ଅଗ୍ନିଶମ ଟିମ୍, 6ଟି ଓଡ୍ରାଫ ଟିମ୍ ଓ ଗୋଟିଏ ଏନଡିଆରଏଫ ଟିମ୍ ପ୍ରସ୍ତୁତ ରଖାଯାଇଛି। ସେହିଭଳି ମୟୂରଭଞ୍ଜରେ 12ଟି ଅଗ୍ନିଶମ, 7ଟି ଓଡ୍ରାଫ ଓ 1ଟି ଏନଡିଆରଏଫ ଟିମ୍ ରଖାଯାଇଛି। ଅଧିକ ବର୍ଷା ହୋଇଥିବାରୁ ଶିମିଳିପାଳ ଜାତୀୟ ଉଦ୍ୟାନ କର୍ତ୍ତୃପକ୍ଷଙ୍କୁ ମଧ୍ୟ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବାକୁ ଏଆରସି ନିର୍ଦ୍ଦେଶ ଦେଇଛନ୍ତି। ସମ୍ବେଦନଶୀଳ ଅଞ୍ଚଳରେ ଏଡିଏମ, ଉପଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ସେହିଭଳି ଜିଲ୍ଲାସ୍ତରରେ କଣ୍ଟ୍ରୋଲ ରୁମ୍ ତଦାରଖ ଦାୟିତ୍ୱରେ ବରିଷ୍ଠ ଅଧିକାରୀଙ୍କୁ ରଖିବାକୁ କୁହାଯାଇଛି।